ବର୍ଷର ଆପଣମାନ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ସମୟ ତ ଅତିରିକ୍ତ ହେଲାଣି, ପିଲାମାନଙ୍କର ଖାଇବାର ବ୍ୟବସ୍ଥା ହେଇଥିଲା ନା ଖାଇବା ବ୍ୟବସ୍ଥା ହେଇଥିଲା। ଆଚ୍ଛା, ଆପଣମାନେ ସମସ୍ତେ ଭୋଜନର ବ୍ୟବସ୍ଥା ହେଇଛି, କାରଣ ସମୟ ଅତିରିକ୍ତ ହେଲାଣି। ମୁଁ ବହୁ ବର୍ଷ ଏ ଅନୁଷ୍ଠାନ ସହିତ ଜଡ଼ିତ ଏବଂ ଏ ନିଷ୍ଠା ଘର ଚାଳ ଘର ଥିଲା, ତାକୁ ଆଜି ମାନେ ଦେଖୁଛନ୍ତି ଚାରିକଡ଼ରେ ଏବଂ ଆଗାମୀ ଦିନରେ ବହୁତ କିଛି ଆସିବାର ଅଛି, ହେବାର ଅଛି। ଆପଣମାନେ ସେଇଟା ଆପଣମାନଙ୍କ ହାତରେ ଅଛି। ଦ୍ୱିତୀୟର କଥା ହେଲା, ଅଭିଭାବକମାନେ ଛୋଟ ଛୋଟ ପିଲାମାନଙ୍କ ଉପରେ ଆଉ ଚାପ ବେଶୀ ପକାନ୍ତୁ, କାହିଁକିନା ମୁଁ ଛୋଟ ପିଲାମାନଙ୍କ ଉପରେ ଏତେ ଚାପ କରୁଛି, ବାପାମାନେ ପକାଉଛନ୍ତି, ସେଇଟା ଟିକେ କମ୍ କରନ୍ତୁ। କାହିଁକିନା ସେମାନେ କୋମଳମତି ଛାତ୍ରଛାତ୍ରୀ, ପୁଅ ଝିଅ, ସେମାନେ ବେଶୀ ଚାପ କଲେ ଟିକେ ମତିଭ୍ରମ ତାଙ୍କର ହେବ। ସେମାନେ କିନ୍ତୁ ବହି ଖଣ୍ଡେ ଥିବେ, ସେଇଟା ଆପଣଙ୍କ ପିଲାମାନେ ଯେତେବେଳେ ବଡ଼ ବଡ଼ ଅଫିସର ହେବେ, ସେମାନେ ଦେଖିଲେ ଯେ ହଁ ମୁଁ ଏଇ ସ୍କୁଲ ପାଠ ପଢ଼ୁଥିଲି ଆଉ ଗୋଟେ ଏଇଟା ଏଇ ଫଟୋ ଗୋଟେ, ସେଇଟା ମୁଁ ଅନୁରୋଧ କରୁଛି। ଯଦି ପଇସା ଅଭାବ ହେବ, ସେଥିପାଇଁ ମୁଁ ମଧ୍ୟ କିଛି ସହାୟତା କରିବା ପାଇଁ ରାଜି ଅଛି। ଆପଣ ସେଇଟା ପ୍ରତିବର୍ଷ ଯେମିତି ବାହାରିବ, ସେଇଟା ଆପଣମାନେ ଟିକେ ଆପଣ ନିଜେ ବି ମଧ୍ୟ ସେଟା କରିପାରିବେ। ଛୁଆମାନଙ୍କ ଲେଖା ବାହାରିବ, ଛୁଆମାନଙ୍କ ଫଟୋ ବାହାରିବ, ସେଇଟା ଗୋଟେ ଅନ୍ତତଃ ରହୁ। ଆଉ କିଛି କହନ୍ତୁ ନ କରନ୍ତୁ। ଆଉ ମୁଁ ସନତ ଭାଇ, ମୋ ଦୁଇ ଭଉଣୀ ବସୁଛନ୍ତି, ଦୁଇ ଜଣ ମୋ ଘର ଏପାଖରେ ଦୁଇ ଭଉଣୀ କାଉନ୍ସିଲର। ମୁଁ ତାଙ୍କୁ ଅନୁରୋଧ କରୁଛି, ଏ ଅନୁଷ୍ଠାନଟା କେମିତି ବଞ୍ଚିବ ଏବଂ ଏ ଅନୁଷ୍ଠାନ କିଛି ନଥିଲା। ଆଜ୍ଞା, ମୁଁ ଯେତେବେଳେ ଏଠିକି ଆସିଲି କିଛି ନଥିଲା, କେବଳ ଗୋଟେ ଦିଷ୍ଟା ଘର, ଏ ଘର, ଏସବୁ ମାଗି ଯାଚିକି ସବୁ MLA MP ସବୁ ଦେଇଥିଲେ ସବୁ। ଆଜ୍ଞା, ତଳେ ଦେଇଛନ୍ତି ଖାରବେଳ ପାଇଁ, ଉପରେ ଦେଇଛନ୍ତି ମନୋଦାସ, ଏକଟ ପାଣି ପାଇଁ, ଏକଟ ପାଇଖାନା ପାଇଁ, ସବୁ ମାଗି ଯାଚିକି ଏଠି LNT ବାଲା ଆସିକି କରିବେ ବୋଲି କହୁଥିଲେ, ସେଇଟା ଗଣ୍ଡଗୋଳ ହେଲା। ସେ ଯାହା ବି ହଉ, ଆପଣମାନଙ୍କ ସହଯୋଗ, ଗ୍ରାମବାସୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଲେ ଏ ଅନୁଷ୍ଠାନ ଏବଂ ମୁଁ ଗୋଟେ ବଡ଼ ଭାଇକି ପାଇଛି, ସେ ତାର ଯାହା ଚାହିଁବେ ତାର କରନ୍ତୁ, ମୋର କିଛି ଆପତ୍ତି ନାହିଁ। ଏତିକି କହିଛି। ବର୍ତ୍ତମାନ ମୁଁ ବଳରାମ ସାର୍ଙ୍କୁ ଅନୁରୋଧ କରିବି, ସେ ସବ୍ ସିନିୟର ଲିଷ୍ଟ ପଢ଼ିବେ ଏବଂ ବବିତା ମ୍ୟାଡ଼ାମ୍ ଏବଂ ମମତା ନାୟକ ମ୍ୟାଡ଼ାମ୍ ପ୍ରାଇଜ୍ ସର୍ଭ କରିବେ। ବର୍ଷର ଆପଣମାନ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ସମୟ ତ ଅତିରିକ୍ତ ହେଲାଣି, ପିଲାମାନଙ୍କର ଖାଇବାର ବ୍ୟବସ୍ଥା ହେଇଥିଲା ନା ଖାଇବା ବ୍ୟବସ୍ଥା ହେଇଥିଲା। ଆଚ୍ଛା, ଆପଣମାନେ ସମସ୍ତେ ଭୋଜନର ବ୍ୟବସ୍ଥା ହେଇଛି, କାରଣ ସମୟ ଅତିରିକ୍ତ ହେଲାଣି। ମୁଁ ବହୁ ବର୍ଷ ଏ ଅନୁଷ୍ଠାନ ସହିତ ଜଡ଼ିତ ଏବଂ ଏ ନିଷ୍ଠା ଘର ଚାଳ ଘର ଥିଲା, ତାକୁ ଆଜି ମାନେ ଦେଖୁଛନ୍ତି ଚାରିକଡ଼ରେ ଏବଂ ଆଗାମୀ ଦିନରେ ବହୁତ କିଛି ଆସିବାର ଅଛି, ହେବାର ଅଛି। ଆପଣମାନେ ସେଇଟା ଆପଣମାନଙ୍କ ହାତରେ ଅଛି। ଦ୍ୱିତୀୟର କଥା ହେଲା, ଅଭିଭାବକମାନେ ଛୋଟ ଛୋଟ ପିଲାମାନଙ୍କ ଉପରେ ଆଉ ଚାପ ବେଶୀ ପକାନ୍ତୁ, କାହିଁକିନା ମୁଁ ଛୋଟ ପିଲାମାନଙ୍କ ଉପରେ ଏତେ ଚାପ କରୁଛି, ବାପାମାନେ ପକାଉଛନ୍ତି, ସେଇଟା ଟିକେ କମ୍ କରନ୍ତୁ। କାହିଁକିନା ସେମାନେ କୋମଳମତି ଛାତ୍ରଛାତ୍ରୀ, ପୁଅ ଝିଅ, ସେମାନେ ବେଶୀ ଚାପ କଲେ ଟିକେ ମତିଭ୍ରମ ତାଙ୍କର ହେବ। ସେମାନେ କିନ୍ତୁ ବହି ଖଣ୍ଡେ ଥିବେ, ସେଇଟା ଆପଣଙ୍କ ପିଲାମାନେ ଯେତେବେଳେ ବଡ଼ ବଡ଼ ଅଫିସର ହେବେ, ସେମାନେ ଦେଖିଲେ ଯେ ହଁ ମୁଁ ଏଇ ସ୍କୁଲ ପାଠ ପଢ଼ୁଥିଲି ଆଉ ଗୋଟେ ଏଇଟା ଏଇ ଫଟୋ ଗୋଟେ, ସେଇଟା ମୁଁ ଅନୁରୋଧ କରୁଛି। ଯଦି ପଇସା ଅଭାବ ହେବ, ସେଥିପାଇଁ ମୁଁ ମଧ୍ୟ କିଛି ସହାୟତା କରିବା ପାଇଁ ରାଜି ଅଛି। ଆପଣ ସେଇଟା ପ୍ରତିବର୍ଷ ଯେମିତି ବାହାରିବ, ସେଇଟା ଆପଣମାନେ ଟିକେ ଆପଣ ନିଜେ ବି ମଧ୍ୟ ସେଟା କରିପାରିବେ। ଛୁଆମାନଙ୍କ ଲେଖା ବାହାରିବ, ଛୁଆମାନଙ୍କ ଫଟୋ ବାହାରିବ, ସେଇଟା ଗୋଟେ ଅନ୍ତତଃ ରହୁ। ଆଉ କିଛି କହନ୍ତୁ ନ କରନ୍ତୁ। ଆଉ ମୁଁ ସନତ ଭାଇ, ମୋ ଦୁଇ ଭଉଣୀ ବସୁଛନ୍ତି, ଦୁଇ ଜଣ ମୋ ଘର ଏପାଖରେ ଦୁଇ ଭଉଣୀ କାଉନ୍ସିଲର। ମୁଁ ତାଙ୍କୁ ଅନୁରୋଧ କରୁଛି, ଏ ଅନୁଷ୍ଠାନଟା କେମିତି ବଞ୍ଚିବ ଏବଂ ଏ ଅନୁଷ୍ଠାନ କିଛି ନଥିଲା। ଆଜ୍ଞା, ମୁଁ ଯେତେବେଳେ ଏଠିକି ଆସିଲି କିଛି ନଥିଲା, କେବଳ ଗୋଟେ ଦିଷ୍ଟା ଘର, ଏ ଘର, ଏସବୁ ମାଗି ଯାଚିକି ସବୁ MLA MP ସବୁ ଦେଇଥିଲେ ସବୁ। ଆଜ୍ଞା, ତଳେ ଦେଇଛନ୍ତି ଖାରବେଳ ପାଇଁ, ଉପରେ ଦେଇଛନ୍ତି ମନୋଦାସ, ଏକଟ ପାଣି ପାଇଁ, ଏକଟ ପାଇଖାନା ପାଇଁ, ସବୁ ମାଗି ଯାଚିକି ଏଠି LNT ବାଲା ଆସିକି କରିବେ ବୋଲି କହୁଥିଲେ, ସେଇଟା ଗଣ୍ଡଗୋଳ ହେଲା।
ସହଯୋଗ ଗ୍ରାମବାସୀମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଲେ ଏ ଅନୁଷ୍ଠାନ ଏବଂ ମୁଁ ଗୋଟେ ବଡ଼ ଭାଇକି ପାଇଛି ସେ ତାର ଯାହା ଚାହିଁବେ ତାର କରନ୍ତୁ ମୋର କିଛି ଆପତ୍ତି ନାହିଁ ଏତିକି କହିଛି।